ଜୟ ଜଗନ୍ନାଥ ଭାଇ ଓ ଭଉଣୀମାନେ, ଉତ୍କଳ ଗୌରବ ପାଠଶାଳା ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ କରୁଛି। ଆମର ଯୋଉ 3D ମେନ୍ସୁରେସନ କ୍ଲାସ ଚାଲିଥିଲା, ତାର ଆଜି ତୃତୀୟ କ୍ଲାସ। ତେଣୁ ଆସନ୍ତୁ ଆଜିର କ୍ଲାସ ଆରମ୍ଭ କରିବା। ପ୍ରଥମେ ପଢିବା ସିଲିଣ୍ଡର। ସିଲିଣ୍ଡର ଆମେ ଜାଣିଛେ ସିଲିଣ୍ଡର ରେଡିୟସ। ଏଇ ଦେଖନ୍ତୁ, ଏଇଟା ଏଟା ରେଡିୟସ କୁହାଯିବ, ଏଇଟା ରେଡିୟସ, ଏଇଟା ହଉଛି ରେଡିୟସ। ଆର ହଉଛି ଆର। এইচ କହିଲେ ଏଇଟା ମିଡିଲ ଟା ହଉଛି এইচ। ବୁଝିଲା? ତାହେଲେ ଆମେ ବିଶେଷ କରି ସିଲିଣ୍ଡର ଯୋଉ କ୍ୱେଶ୍ଚନ ଆସେ ସେ ଭିତରେ କଣ କର୍ଭ ସରଫେସ ଏରିଆ বা ଟୋଟାଲ ସରଫେସ ଏରିଆ ବା ଭଲ୍ୟୁମ ଲାଗେ। କର୍ଭ ସରଫେସ ଏରିଆ ର ଫର୍ମୁଲା ଆପଣ ମାନେ ଜାଣିଥିବେ 2 ପାଇ ଆର এইচ। କର୍ଭ ସରଫେସ ମୁଁ କହିଛି ପିଲାମାନେ, ଯେତେବେଳେ ମୁଁ କ୍ୟୁବ ପଢଉଥିଲି ହେଲା କି, ମୁଁ କହୁଥିଲି ଗୋଟେ ରୁମ ପଶିଯିବା, ଯଦି ଏକ ସମଘନାକାର ରୁମ ମାନେ 4 ରୁମରେ ପଶିଗଲା ପରେ ଚାରି ସାଇଡ ର ଯୋଉ କାନ୍ଥ, ତଳ ଫ୍ଲୋର ଏବଂ ଉପର ଛାତକୁ ଛାଡିଦେଲା ପରେ ଯୋଉ ଆଉ ସବୁ ଚାରିକଡ, ସେଇ ଚାରିକଡକୁ ଆମେ କଣ କହୁଥିଲେ? କର୍ଭ ସରଫେସ ଏରିଆ। କିଛି ସିଲିଣ୍ଡର ମଧ୍ୟ କର୍ଭ ସରଫେସ ଏରିଆ କହିଲେ ଉପରଟା ଏବଂ ତଳଟାକୁ ଛାଡିଦେଲା ପରେ ଆଉ ଟୋଟାଲ ଯେତେ ରହିଛି ଏଇ ଏରିଆ ସବୁ କଣ କୁହାଯିବ? କର୍ଭ ସରଫେସ ଏରିଆ। ଟୋଟାଲ ସରଫେସ ଏରିଆ କହିଲେ ଏଇ ତାର ପୁରା ଏଇ ଏରିଆ ଦେଖୁଛ ଯୋଉ, ଏଇ ଏରିଆ ସହିତ ଏ ଉପରଟା ପ୍ଲସ ଏଇଟା ମାନେ ପୁରାଟା ମିଶିବ, ସେଟା ହଉଛି ସମଗ୍ର ପୃଷ୍ଠତଳ ବା ଟୋଟାଲ ସରଫେସ ଏରିଆ। ଏହାର ସେମିତି କିଛି ଅଲଗା ନିୟମ ନାହିଁ, କେବଳ ଏଟା ମନେ ରଖିବେ କର୍ଭ ସରଫେସ ଏରିଆ ତାର ଫର୍ମୁଲା ହଉଛି 2 ପାଇ ଆର এইচ। ମନେ ରଖିବେ এই ଯୋଉ ସିଲିଣ୍ଡର, এই ସିଲିଣ୍ଡର କଣ ମନେ କରାଯାଉ, ତଳଟା ଗୋଟେ ସାର୍କେଲ, ତା ଉପରେ ଆଉ ଗୋଟେ ସାର୍କେଲ ରଖାଗଲା, ତା ଉପରେ ଆଉ ଗୋଟେ ସାର୍କେଲ, ତା ଉପରେ ସାର୍କେଲ, ଏଇଭଳିଆ ଏଗୁଡା ଗୋଟେ ଗୋଟେ ସାର୍କେଲ ରଖି 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 ଉପରଟା ଏତିକି ଲମ୍ବା ହାଇଟ୍ ହେଇଛି। ଆମର ସିଲିଣ୍ଡର ଉଦାହରଣ ହଉଛି ଯାହାର ଟିକେ ବି ହାଇଟ୍ ଥିବ, ଆମର କଣ କହିବି, ଆମର କଏନ ଟା ଗୋଟେ ସିଲିଣ୍ଡର କହିପାରିବ, କିମ୍ବା ତାରଟା କେମିତି, ଏହାକୁ ବି ଆମେ ସିଲିଣ୍ଡର ବୋଲି କହିପାରିବା। ଗୋଲ, ଏଇଭଳିଆ ଗୋଲ ଗୋଲ ସହିତ ଲମ୍ବା ଅଛି, ବୁଝିଲା? ଗୋଲ ଅଛି, ତାକୁ ବି ସିଲିଣ୍ଡର କହିପାରିବ। ସିଲିଣ୍ଡର ଆମର କଏନ, ଯାହାର ବି ଟିକେ ହେଲେ ବି ହାଇଟ୍ ଅଛି କୁହାଯିବ ସିଲିଣ୍ଡର। ଏବଂ ଆମର ସାର୍କେଲ କହିଲେ ଗୋଟେ ତାରକୁ ଆମେ ଯେମିତି ଗୋଲ କରିଦବା, ତାର ଉପରେ ରଖି ରଖି ଗଲେ ସିଲିଣ୍ଡର ହଉଛି। এটা মনে রাখবে, কর্ভ সারফেস এরিয়া ফর্মুলা 2 পাই আর এইচ, টোটাল সারফেস এরিয়া ইয়ে হচ্ছে 2 পাই আর আর প্লস এইচ। এবং ভলিউম আয়তন, আয়তন মানে তো আপনারা মানে জানিଥିବେ এই সিলিন্ডর ভিতরে, এটা মଝିଟା ফাঁকাটা, এই সিলিন্ডর ভিতরে যেତିକି ଜିନିଷ ଧରି ପାରିବ ମାନେ ତାର କହିପାରିବା କ୍ୟାପାସିଟି ସେଟା ହଉଛି ଆୟତନ। କେତେ ପରିମାଣ ଜିନିଷ ଧରି ପାରିବ ଏ ଭିତରେ ଆୟତନ। ଆୟତନ ଫର୍ମୁଲା କଣ? ପାଇ ଆର ସ୍କୋୟାର এইচ। ବୁଝିଲା? ଆପଣ କ୍ୱେଶ୍ଚନ କଲେ ନିଶ୍ଚିତ ବୁଝିପାରିବେ। ତ ନେକ୍ସଟ ହଲୋ ସିଲିଣ୍ଡର। ହଲୋ ସିଲିଣ୍ଡର କହିଲେ କଣ ବୁଝିବା? ହଲୋ ସିଲିଣ୍ଡର ହେଲା
ଆମର ଯୋଉ ପୋଲ ତିଆରି ବେଳେ ଏ ଛୋଟ ଛୋଟ ନାଳ କିମ୍ବା କୌଣସି ଡ୍ରେନ୍ ସେଠି ଆପଣ ଦେଖିଥିବେ ସିମେଣ୍ଟର ପାଇପ୍ ଏଭଳି ଆସେ। ତାମାନେ ଆମର ଦିଟା ରେଡିୟସ୍, ଗୋଟେ ରେଡିୟସ୍ ହଉଛି ଏଟା ଭିତରଟା, ଏଟା R1 ଆଉ ବାହାରଟା ଏଟାକୁ ଆମେ R2 ବୋଲି କହିପାରିବା। ବୁଝିଲା? ଆଉ ହାଇଟ୍ ତ ବରାବର R1 ର ଯେତିକି ହାଇଟ୍ R2 ର ମଧ୍ୟ ସେତିକି ହାଇଟ୍। ତାମାନେ ଏଇଟା ଦେଖନ୍ତୁ, ଏଇଟା ତାର ମୋଟେଇଟା, ଏଟାକୁ କାଟିକି ବାହାର କରାଯିବ। ଏ ହଲ ସିଲିଣ୍ଡରକୁ ଯଦି କାଟି ଦିଆଯିବ ତାର ପିସଟା ଏଭଳିଆ ଦେଖାଯିବ। ଏଇଟା ତାର ମୋଟେଇ, ଯୋଉଟା କି ଏଇଟା ମୋଟେଇଟା, ଏଇଟା এই ମୋଟେଇଟା ଏଇଟା। ବୁଝିଲା? ଏହା କୁହାଯିବ ହଲ ସିଲିଣ୍ଡର, ମାନେ ମଝିଟା ହଲ ଥିବ ଆଉ ଏଇଠୁ ଏତିକି ତାର ମୋଟେଇ, ଏଇଟା ତାର ମୋଟେଇଟା। ବୁଝିଲା? ଏହା କୁହାଯିବ ହଲ ସିଲିଣ୍ଡର। ଏଇ ହଲ ସିଲିଣ୍ଡର ଫର୍ମୁଲା, କର୍ଭ ସରଫେସ ଏରିଆ ଫର୍ମୁଲା କଣ? 2 ପାଏ R1 plus R2 into H। ଟୋଟାଲ ସରଫେସ ଏରିଆ, ଇଏ ମଧ୍ୟ କର୍ଭ ସରଫେସ ଏରିଆ କହିଲେ ଏଇ ଅଂଶଟାକୁ ବୁଝେଇବ। ବୁଝିଲା? ଟୋଟାଲ ସରଫେସ ଏରିଆ ସହିତ କର୍ଭ ସରଫେସ ଏରିଆ ପ୍ଲସ ରେ ଉପର ପର୍ସନଟା ଆଉ ତଳ ପର୍ସନଟା, ସେଇଟା ହଉଛି ଟୋଟାଲ ସରଫେସ ଏରିଆ। ଟୋଟାଲ ସରଫେସ ଏରିଆର ଫର୍ମୁଲା କଣ? 2 ପାଏ into R1 plus R2 into R2 minus R1 plus ରେ H। ବୁଝିଲା? ତା ସହିତ ତାର ଭଲ୍ୟୁମ, ଯେତିକି ଜିନିଷ ଧରି ପାରିବ, ତାମାନେ ପାଏ R2 ର ସ୍କୋୟାର ମାଇନସ R1 ର ସ୍କୋୟାର ଇଣ୍ଟୁ H। ତାମାନେ ଏଟାକୁ କହିପାରିବା, ଆମେ ଯୋଉ ହଲ ସିଲିଣ୍ଡର ଆମେ ଯେତେବେଳେ ବର୍ଗାକାର ବଗିଚା କିମ୍ବା ଆମର ବଗିଚା ହଉ ରାସ୍ତା ହଉ, ଏଟାକୁ ଆମେ ଯେତେବେଳେ ଏଟା ମନେକର ଆୟତ କ୍ଷେତ୍ର ହଉ କି ବର୍ଗ କ୍ଷେତ୍ର ହଉ, ଯଦି ବି ଏଟା ଆୟତ କ୍ଷେତ୍ର ହୁଏ, ଏଇ ଏରିଆର ଏଇ ଯୋଉ ମଝି, ଏଇଟା ମନେକର ଯୋଉ ରାସ୍ତା, ଏଇ ରାସ୍ତାର କ୍ଷେତ୍ରଫଳ ବାହାର କରିବା ପାଇଁ ଆମେ କଣ କରୁଥିଲେ? ଏଇ ବଡ ଆୟତ କ୍ଷେତ୍ରଫଳ ରୁ ମାଇନାସ କରିଦଉଥିଲେ ଏଇ ଛୋଟ ଆୟତ କ୍ଷେତ୍ରଫଳ। ତାହେଲେ ଏଇ ମଝି ଅଂଶଟାର କ୍ଷେତ୍ରଫଳ ଆମେ ପାଇଯାଉଥିଲେ। ସେଇଭଳିଆ ଏହାର ଭଲ୍ୟୁମ ପାଇବା ପାଇଁ ହେଲେ ଆମର ବଡ ଏଇ ଯୋଉ ସିଲିଣ୍ଡର ବାହାର ସିଲିଣ୍ଡର କ୍ଷେତ୍ରଫଳ, ଏମିତି ମାଇନାସ ରେ ଏଇ ଭିତର ସିଲିଣ୍ଡର କ୍ଷେତ୍ରଫଳ ମାଇନାସ କରିଦେଲେ ଏଇ ମଝି ଅଂଶଟା ପାଇବା, ସେଇଟା ହଉଛି ଆୟତନ, ଭଲ୍ୟୁମ। ବୁଝିଲା? ଯେତେବେଳେ ଭଲ୍ୟୁମ ର ଫର୍ମୁଲା ପାଏ ଇଣ୍ଟୁ R2 ସ୍କୋୟାର ମାଇନସ R1 ସ୍କୋୟାର ଇଣ୍ଟୁ H। ବୁଝିଲା? ତାହେଲେ ଚାଲନ୍ତୁ ଦେଖିବା କଣ କହିଲେ, ଇଏ ହଉଛି ରେଡିୟସ, ଏଇଟାକୁ ରେଡିୟସ କୁହାଯିବ। ତା ସହିତ ଏଇଟା ହଉଛି ହାଇଟ୍, ଇଏ ହଉଛି H, ରେଡିୟସ R, এইଟାକୁ କୁହାଯିବ ସ୍ଲାଣ୍ଟ ହାଇଟ୍, ଯୋଉଟା ଏଟା L, ଆଉ ଏଇଟା ମନେ ରଖିବେ 90 ଡିଗ୍ରୀ। ଆଉ ଏଇ ଆମର କୋଣର R ମାନେ ରେଡିୟସ ଏବଂ ହାଇଟ୍ ଏବଂ L ସ୍ଲାଣ୍ଟ ହାଇଟ୍ ଯୋଉଟା, ଏମାନେ କଣ କରିବେ? ଗୋଟିଏ ସମକୋଣୀ ତ୍ରିଭୁଜ ସୃଷ୍ଟି କରିବେ। ସମକୋଣୀ ତ୍ରିଭୁଜ ହେବ। ଏଇଟା ଗୋଟେ ସମକୋଣୀ ତ୍ରିଭୁଜ। ବୁଝିଲା? এটা হচ্ছে 90 ডিগ্রি। তার মানে ବିଶେଷ କରି କ୍ୱେଶ୍ଚନରେ L ଦେଇନଥାଏ, ହାଇଟ୍ ଦେଇଥାଏ ଆଉ ରେଡିୟସ ଦେଇଥାଏ, ତ L ଦେଇନଥାଏ। L ମନେ ରଖିବ ସ୍ଲାଣ୍ଟ ହାଇଟ୍, ସ୍ଲାଣ୍ଟ ହାଇଟ୍। ଆଉ ଏହାର ଫର୍ମୁଲା କଣ? ଏଟା ତ ଆପଣମାନେ ଜାଣିଥିବେ, ପାଇଥାଗୋରାସ ଥିଓରୀ, ମାନେ L ସ୍କୋୟାର ଇକ୍ୱାଲ ଟୁ H ସ୍କୋୟାର ପ୍ଲସ୍ R ସ୍କୋୟାର। ବୁଝିଲା? ବା ଟ୍ରିପଲେଟ ଆପଣମାନଙ୍କର ଜାଣିପାରିବେ ଟ୍ରିପଲେଟ ଫର୍ମୁଲାରେ। ଏହାର
टोटल सरफेस एरिया पाई आर एल मन रखिए यार सेमती तଳ बेस टाକୁ ଛାଡି ଦେଇକି ମାନେ ଏଇ ଯୋଉ ରାଉंड ଟା ଏଇଟାକୁ ଛାଡିଲା ପରେ ଏ ବାକି ଏଗୁଡା ହେଲା ତାର lateral surface area total surface area कहले ए बेस टा ମଧ୍ୟ मिसी जीवो बुझिलो ताल total surface area ହେଲା पाई आर into r plus l वॉल्यूम कौन 1/3 पाई आर स्क्वायर h तामाने ये गोटे सिलिंडर रो एक तृतीयांश जदि सिलिंडर ता गोटे सिलिंडर रो वॉल्यूम जति हबो नै कि माने ये जति 3 हुए गोटे सिलिंडर आयतन ए गोटे सिलिंडर रो आयतन रो आमे जो तीनोटी कोन बने परिबा तीनोटी कोन बुझिला गोटे सिलिंडर रो तीनोटी कोन बने परिबा माने गोटे गोटे सिलिंडर बराबर तीनटी कोन बुझिला सेति पय यार हमर सिलिंडर वॉल्यूम कोन 4 सिलिंडर हाँ सिलिंडर आयतन पर पाई आर स्क्वायर एच तले हमर कोन रो आयतन होची 1/3 पाई आर स्क्वायर एच बुझिला तापर चलंत देखियो एगुडा पिला माने फार्मूला गुडा को मन रखिबे स्फीयर स्फीयर माने गोलक सर्कल कहले गोटे तार को बैंड करे गोल करबा से होची सर्कल तो हमर स्फीयर कहले हमर जो शॉर्टपुट फिंगर जाए बॉल माने पूरा ये होची सॉलिड ठोस बुझिला स्फीयर होची सॉलिड टोटल सरफेस एरिया होची 4 पाई आर स्क्वायर तार वॉल्यूम होची 4/3 पाई आर क्यूब बुझिला तापर देखिबा हॉलो स्फीयर कहले हमर जो देखथिबे टेनिस बॉल लागी टेनिस बॉल टा एबळे ताकू जदी पूरा बॉल टाको काटी के बाहर करा जीवो तले एई तार रबर अंशटा बुझिला दीटा रेडियस ए रेडियस टा r1 कहबा एठू बाहर रेडियस टा r2 कहबा बुझिला तले यार এটা হচ্ছে থিকনেস এঠু এতিকি এটা হচ্ছে রবার র থিকনেস বুঝলা ইন্টারনাল সারফেস এরিয়া 4 পাই আর 1 র স্কয়ার इंटरनल सरफेस एरिया एक्सटर्नल सरफेस एरिया r2 তাহলে 4 পাই আর पर 4 पाई r2 ର ସ୍କয়াର ତା ହଉଛି एक्सटर्नल सरफेस एरिया और टोटल सरफेस एरिया कहले बाहर सरफेस एरिया प्लस रे सरफेस एरिया 4 पाई r r1 ର ସ୍କয়াର ପ୍ଲସ r2 ର ସ୍କয়াର ये होची टोटल सरफेस एरिया अब वॉल्यूम कहले 1/3 पाई r2 ର क्यूब माइनस r1 ର क्यूब एगुडा मन रखिबे प्रैक्टिस कले निश्चित मन रहइबो के भलो भाबरे प्रैक्टिस करिवे तापर चलंतो जीवा यस हेमिस्फीयर माने गोटे गोलक को मझिरु काटि दबा सेटा होची हेमिस्फीयर तो गोलक पूरा सॉलिड ताको जदि हम मझिरु काटि दबा सेटा होची कोन ना हेमिस्फीयर
তাহলে এর কর্ভ সারফেস এরিয়া 4 পাই r স্কয়ার হଉଛି ଆମର এই ଯୋଉ ସ୍ଫେୟାର ସରଫେସ ଏରିଆ ଏ ସ୍ଫେୟାର r ସ୍କୟାର ତେଣୁ ତାର ଅଧା ତେଣୁକି 2 ପାଇ r ସ୍କୟାର ଆଉ ଟୋଟାଲ ସରଫେସ ଏରିଆ এই ସ୍ଫେୟାର କଣ ଥିଲା ପୁରା ଗୋଲ ଥିଲା ଏହାର କିନ୍ତୁ ଅଧା ପୁଣି ତଳଟା ଏଇଟା ଆମର ଗୋଟେ ପ୍ରକାର ଇଏ ଅଛି ନା ତଳଟା ଯୋଉଟା ତଳଟା କାଟିଦେଲା ପରେ এইটাକୁ ଯଦି କାଟି ଦିଆଯାଏ ତାହେଲେ ଗୋଟେ ହାଫ ତା ସହିତ ଯୋଉଟା ଆମର କଟିଯିବ ଏଇଠୁ ଏ ତଳ ପର୍ସନଟା ୟାର ତଳ ପର୍ସନଟା ସେଇଟା ମିଶିବ ତେଣୁ ଟୋଟାଲ ସରଫେସ ଏରିଆ କହିଲେ 2 ପାଇ r ସ୍କୟାର ହଉଛି ଏଇ ଅଧାଟା ଏଇଠୁ ଏତିକି ତାର ଏଇଟା ପୁଣି ଆହୁରି ସେ ହଉଛି ପାଇ r ସ୍କୟାର ତେଣୁ 3 ପାଇ r ସ୍କୟାର ଟୋଟାଲ ସରଫେସ ଏରିଆ ଆଉ ଭଲ୍ୟୁମ କଣ ସଲିଡ ର ଭଲ୍ୟୁମ କଣ ଥିଲା ମାନେ ସ୍ପେୟାର ର 4/3 ପାଇ r କ୍ୟୁବ କିନ୍ତୁ ଏଟା ତାର ଅଧା ହେମିସ୍ଫିୟର ଟା ତେଣୁ ଏ ଭଲ୍ୟୁମ ମଧ୍ୟ ତାର ଅଧା 2/3 ପାଇ r କ୍ୟୁବ ବୁଝିଲା ବାସ୍ ଏତିକି ତେଣୁ ଚାଲନ୍ତୁ ଗୋଟେ ଦିଟା କ୍ୱେଶ୍ଚନ କରିବା ତ ପ୍ରଥମ କ୍ୱେଶ୍ଚନ ଦେଖନ୍ତୁ the ratio of the radius of two cylinder 2:3 and the ratio of their height is 5:3 then find the ratio of their volume ମାନେ ଏହାର ବୁଝିବା କଣ କହିଛି ଦୁଇଟି ସିଲିଣ୍ଡର ବ୍ୟାସାର୍ଦ୍ଧର ଅନୁପାତ 2:3 ଏବଂ ସେମାନଙ୍କର ଉଚ୍ଚତାର ଅନୁପାତ 5:3 ଅଟେ ତେବେ ସେମାନଙ୍କର ଆୟତନର ଅନୁପାତ ନିର୍ଣ୍ଣୟ ଏଠି ମନେ ରଖିବେ ପିଲାମାନେ ଆମେ ଯୋଉ କହୁଛୁ ଦିଟା ସିଲିଣ୍ଡର ଏଟା ଗୋଟେ ସିଲିଣ୍ଡର ଇଏ ଆଉ ଗୋଟେ ସିଲିଣ୍ଡର ଇଏ ହଉଛି ରେଡିୟସ କରାଯାଉ R1 ଇଏ ହଉଛି R2 ଇଏ ଦେଇଛି ପ୍ରଥମେ ratio of the radius 2 R1 ହଉଛି 2 ଇଏ ହଉଛି 3 ଆଉ ହାଇଟ ର ସେଇଭଳିଆ ଏହାର ହାଇଟ କେତେ 5 ଆଉ ଏହାର is equal to 3 ଦେଇଛି ତାହେଲେ ଆମର ସିଲିଣ୍ଡର ଫର୍ମୁଲା କଣ ଭଲ୍ୟୁମ ର ଫର୍ମୁଲା ହଉଛି ପାଇ r ସ୍କୟାର h ଭଲ୍ୟୁମ ହଉଛି ପାଇ r ସ୍କୟାର h ରେ ପଚାରିଛି ସେମାନଙ୍କର ଆୟତନର ଅନୁପାତ ନିର୍ଣ୍ଣୟ କର ତାହେଲେ ଦେଖିବା ପାଇ ଏ R1 ର ସ୍କୟାର h1 ସମାନ ଏ ହଉଛି ପାଇ R2 ର ସ୍କୟାର h2 କଟିଯିବ ସ୍କୟାର R1 କେତେ R1 ଦେଇଛି 2 ର ସ୍କୟାର କେତେ ହଉଛି 3 ସ୍କୟାର ଟୁ h2 4 ଟୁ h1 ହଉଛି 3 h1 ଦେଇଛି 5 h1 5 h2 ଦେଇଛି 3 ପ୍ରତିଦିନ into h2 କେତେ h2 3 ଦେଇଛି ତାହେଲେ 4 5 20
29 27 তাহলে 20 অনুপাত 27 এটা হলো তার आंसर অপশন নম্বর এ বুঝলা তাহলে চলন্তু নেক্সট क्वेश्चन কোন কইছি নেক্সট क्वेश्चन the ratio of the diameter of the equal volume cylinders is 3:2 find the ratio of their height তখন সে কইছি সমান আয়তন থিবা দুইটি সিলিন্ডর ব্যাসার্ধর অনুপাত 3:2 অটে ତେବେ ସେମାନଙ୍କର ଉଚ୍ଚତାର ଅନୁପାତ ନିର୍ଣ୍ଣୟ କର ଏଠି ଦେଖ ଦୁଇଟା ସିଲିଣ୍ଡର ସରି କଣ କେମିତି ହେଲା ଏଠି ଦୁଇଟା ସିଲିଣ୍ଡର ଏ ସିଲିଣ୍ଡର ହେଇଛି ଆୟତନ ଇଏ ମନେକର ଯୋଉ R1 R1 ତାର ହେଇଟା ହାଇଟ୍ ଟା H1 ଦବା ଇଏ ହଉଛି R2 ହାଇଟ୍ ଟା H2 ତାମାନେ ସମାନ ଆୟତନ ଥିବା ଦୁଇଟି ସିଲିଣ୍ଡର ବ୍ୟାସାର୍ଧର ଅନୁପାତ R1 ଅନୁପାତ ହେଇଛି 3:2 ଆଚ୍ଛା ବ୍ୟାସର ଅନୁପାତ ଏଇଠି ଦେଖନ୍ତୁ ଯଦି ଏମାନଙ୍କର ବ୍ୟାସର ଅନୁପାତ D1 ଅନୁପାତ D2 ଦେଇଥିବ 3:2 ତାହେଲେ ବ୍ୟାସାର୍ଧ ବ୍ୟାସ ଯଦି 3 ହୁଏ ବ୍ୟାସାର୍ଧ କେତେ ହବ 3 ର ଅଧା 1.5 ଆଉ 2 ର ଅଧା 1 ବୁଝିଲା ଏଇଟା କେତେ ହବ 1.5 ତାମାନେ ତାକୁ ଯଦି ଦଶମିକ ଉଡେଇଦେବା ତାହେଲେ 15/10 ଅନୁପାତରେ 1 ତାହେଲେ এটা কোন কেତେ ହେଇଯାଉଛି ପୁଣି ସେଇ 5 3 15 5 9 10 ତାହେଲେ ସେଇ 3:2 ବୁଝିଲା ତାହେଲେ ଏଟାକୁ ଦେଖନ୍ତୁ 1.5 ହରଣରେ ଆମେ 1 ଲେଖିବା ତାମାନେ 15 ଉଠେଇଦବା ତାହେଲେ 1 ରେ ଗୋଟେ ଶୂନ ହେଇଯିବ ପୁଣି ସେଟା 5 ଦୁଣା 10 5 3 15 ପୁଣି ଲାଷ୍ଟ କୁ ସେତିକି ହେଲା ତାମାନେ ମୋ କରିବା କଥା ଯଦି ବ୍ୟାସର ଅନୁପାତ 3:2 ହୁଏ ବ୍ୟାସାର୍ଧର ଅନୁପାତ ମଧ୍ୟ 3:2 ହବ ତା ସହିତ यार ଯଦି ପରିଧିର ଅନୁପାତ ମନେକର ସାର୍କେଲ ଗୋଟେ ସାର୍କେଲ ର ବ୍ୟାସର ଅନୁପାତ ଯାହା ମାନେ ଦୁଇଟା ସାର୍କେଲ ର ଯଦି ବ୍ୟାସର ଅନୁପାତ ତା ସହିତ ବ୍ୟାସାର୍ଧର ଅନୁପାତ ତା ସହିତ ପରିଧି 2πr ଏଗୁଡା ସବୁ ସମାନ ଯଦି ବ୍ୟାସର ଅନୁପାତ 3:2 ଦେଇଥିବ ବ୍ୟାସାର୍ଧର ଅନୁପାତ ମଧ୍ୟ ସେତିକି ହେବ ଆଉ ତାର ପରିଧିର ଅନୁପାତ ମଧ୍ୟ ସେତିକି ହେବ ତାମାନେ ବ୍ୟାସ ଇକ୍ୱାଲ ଟୁ ବ୍ୟାସାର୍ଧ ଇକ୍ୱାଲ ଟୁ ତାର ପରିଧି ଲେଖିବା ପରିଧି ଇକ୍ୱାଲ ଟୁ ଅନୁପାତ କେତେ ହେବ 3:2 ବୁଝିଲା ତାହେଲେ डायरेक्टली मु R1 इक्वल टू R1 अनुपात R2 3:2 लिखि पारे बुझिलु तले प्रश्न अनुसार कोन कहिछि तले समान उच्चतार अनुपात आयतनर अनुपात देछि से समान आयतन थिबा तले प्रथम आयतन केते पर पाए आयतन फार्मूला पाई r स्क्वायर h सिलिंडर आयतन फार्मूला को पाई r स्क्वायर h तले प्रथम सिलिंडर रो आयतन अछि पाई r1 स्क्वायर into h स्क्वायर सॉरी h1 पाई r स्क्वायर h एरो अनुपात
ପାଏ R2 ର ସ୍କୋୟାର ଇଣ୍ଟୁ H2 ପାଏ କଟିଯିବ R1 କେତେ R1 ର ସ୍କୋୟାର 3 ର ସ୍କୋୟାର ଇଣ୍ଟୁ H1 ଅନୁପାତ ଏ ହଉଛି 2 ର ବର୍ଗ ଇଣ୍ଟୁ H2 3 ଇଣ୍ଟୁ H1 4 ଇଣ୍ଟୁ H2 9 ବ୍ୟବସ୍ଥା 4 ସରି 4ଟା ଏପଟକୁ ଆସିଯିବ ଯଦି ଏଇଟା H1 ଟା ଏପଟେ ଥାଉ H2 ଟା ଏପଟକୁ ନେଇ ଆସିବ H2 ଇକ୍ୱାଲ ଟୁ 4 ବିଭକ୍ତରେ 9 ଆଉ 4 ଅନୁପାତ 9 ଏଇଟା ହବ ଆନ୍ସର 4 ଅନୁପାତ 9 4 ଅନୁପାତ टाइपिंग मिस्टेक ହେଇଛି ପିଲାମାନେ ଏଟା ନ ହବ ଅପସନ ନମ୍ବର ଏ ହଉଛି କରେକ୍ଟ ଆନ୍ସର ତାହେଲେ ଚଲନ୍ତୁ the ratio of the radius and height of the cone is 4:3 find the ratio of the area of its curved surface and the intersurface ଏକ କୋନ୍ ର ବ୍ୟାସାର୍ଦ୍ଧ ଓ ଉଚ୍ଚତାର ଅନୁପାତ 4:3 ଅଟେ ତାର ବକ୍ର ପୃଷ୍ଠତଳର କ୍ଷେତ୍ରଫଳ ଓ ସମ୍ପୂର୍ଣ୍ଣ ପୃଷ୍ଠତଳର କ୍ଷେତ୍ରଫଳ ଅନୁପାତ ନିର୍ଣ୍ଣୟ କର କୋନ୍ এটা হচ্ছে আর H ସେ ଦେଇଛି କଣ ବ୍ୟାସାର୍ଦ୍ଧ ଉଚ୍ଚତା R ଆଉ ହାଇଟ୍ ତାର ଅନୁପାତ ଦେଇଛି 4:3 ତାହେଲେ ଏଇଟା ଦେଖନ୍ତୁ ସେ ପଚାରିଛି ପୃଷ୍ଠର କ୍ଷେତ୍ରଫଳ ଏବଂ ସମ୍ପୂର୍ଣ୍ଣ ପୃଷ୍ଠର କ୍ଷେତ୍ରଫଳର ଅନୁପାତ କିନ୍ତୁ ଆମର L ଦରକାର ନୁହେଁ କି ଆମର କର୍ଭ ସରଫେସ୍ ଏରିଆ আর বক্র পৃষ্ঠর ক্ষেত্রফল সূত্র কଣ RL ତା ସହିତ ଆମର ସମ୍ପୂର୍ଣ୍ଣ ପୃଷ୍ଠତଳର କ୍ଷେତ୍ରଫଳ ହେଉଛି କର୍ଭ ସରଫେସ୍ ଏରିଆ କର୍ଭ ସରଫେସ୍ ଏରିଆ ସୂତ୍ର ପାଏ RL এবং total surface area সূত্র কଣ পাই R plus L তাহলে ଆମେ L ଟା ବାହାର କରିବା ତାହେଲେ ଆମର ଯଦି ଏଟା ଗୋଟେ ସମକୋଣ ତ୍ରିଭୁଜ ହେଲା ଏ ହେଉଛି R ଏ ହେଉଛି H ଏ ହେଉଛି L ଏ ଦେଇଛି 3 ସରି ଏ 4 ଏ ହେଉଛି 3 ତାହେଲେ ଏଟା କେତେ ହବ 5 ହବ କିପରି ପାଇଥାଗୋରାସ ନିୟମ ପାଇଥାଗୋରାସ ଥିଓରେମ M ର ବର୍ଗ ସମାନ R ର ବର୍ଗ ପ୍ଲସ E ର ବର୍ଗ ଏଟା 3 ର ବର୍ଗ 4 ର ବର୍ଗ ପ୍ଲସ 3 ର ବର୍ଗ ତାହେଲେ 4 4 16 ପ୍ଲସ 3 9 16 ନ କେତେ 25 L equal to 4 5 ବୁଝିପାରିଲ ତାହେଲେ L ହଉଛି 5 କିମ୍ବା ଆପଣ ମାନେ ଟ୍ରିପଲେଟ ମୁଁ କହିଛି ପିଲାମାନେ ପୂର୍ବ କ୍ଲାସରେ ଟ୍ରିପଲେଟ ଫର୍ମୁଲା ନେଇକି ଆପଣମାନେ ଏହାକୁ ସଲ୍ଭ କରିପାରିବେ ମାନେ ଏ 3 ଦେଇଛି ଏ 4 ସରି ଏ ଆମର ହାଇଟ୍ ଟା 3 ଦେଇଛି और रेडियस टा ଦେଇଛି 4 ଗୋଟେ ସମକୋଣୀ ତ୍ରିଭୁଜର ଗୋଟେ ବାହୁ 3 ଆଉ ଗୋଟେ ବାହୁ 4 ହେଲେ 3 4 ର ଟ୍ରିପଲେଟ ସହିତ 3 4 ସହିତ କୋଉ କୋଉ ସଂଖ୍ୟାର ଟ୍ରିପଲେଟ ହେଇପାରିବ ନା 5 ହେଇପାରିବ ଯୋଉଟା କି କର୍ଣ୍ଣ ହେଲା ତେଣୁ ଟ୍ରିପଲେଟ ଯୋଉମାନେ ପଢିଥିବେ
ସେମାନେ ନିଶ୍ଚିତ ସାଙ୍ଗେ ସାଙ୍ଗେ କରିପାରିବେ। ନହେଲେ ଯଦି ଟ୍ରିପ୍ଲେଟ୍ ଜାଣିନାହାନ୍ତି ତାହେଲେ ପିଥାଗୋରାସ୍ ଥିଓରୀ ଅନୁସାରେ ଆପଣମାନେ ଏଲଟା ବାହାର କରିବେ। ଏଲ ବାହାରିଲା ପରେ ଆମେ ଏବେ ଏ ଯୋଉ ବକ୍ର ପୃଷ୍ଠତଳର କ୍ଷେତ୍ରଫଳ ଏବଂ ସମ୍ପୂର୍ଣ୍ଣ ପୃଷ୍ଠତଳ କ୍ଷେତ୍ରଫଳର ଅନୁପାତ ବାହାର କରିବା। ତାମାନେ ପାଇ ଆର ଏଲ ଅନୁପାତ ପାଇ ଆର ପ୍ଲସ୍ ଏଲ। ପାଇ କଟିଯିବ, ପାଇ ଆର କଟିଯିବ, ଅନୁପାତ आर प्लस एल पहले 5 अनुपात आर थे 4 प्लस 5 5 अनुपात 9 हम आंसर ऑप्शन नंबर बी बुझला। चलो जीवा नेक्स्ट क्वेश्चन। क्वेश्चन कौन कहिछि क्वेश्चन नंबर 4 find the radius of that big sphere on by melting 3 spheres whose radius are 10 centimeter 4 centimeter and 5 centimeter respectively। तामाने 3 centimeter 4 centimeter और 5 centimeter व्यासार्ध थिबा तीनोटी गोलकକୁ ତରଳାଇ ଏକ ବଡ଼ ଗୋଲକ ତିଆରି କରାଗଲା। ସେଇ ବଡ଼ ଗୋଲକର ବ୍ୟାସାର୍ଧ କେତେ? ତାମାନେ ତିନିଟା ଗୋଲକ ଏହାର ବ୍ୟାସାର୍ଧ 3 ସେଣ୍ଟିମିଟର ଆଉ ଗୋଟେ ଗୋଲକ 4 ସେଣ୍ଟିମିଟର ତାର ବ୍ୟାସାର୍ଧ ଗୋଟେ ଗୋଲକ ଇଏ ହଉଛି ବ୍ୟାସାର୍ଧ। ଏମାନଙ୍କ ଯେ R1 R2 R3 ସମାନ 5 ସେଣ୍ଟିମିଟର ଏଗୁଡାକୁ ମିଶେଇକି ଗୋଟେ ବଡ଼ ଗୋଲକ ତିଆରି କରିବା। ଏହାର ମନସାଯାଏ ଏଟା ହଉଛି ରେଡିୟସ୍ R ସେ R ଟା ପଚାରିଛି ବଡ଼ ଗୋଲକ ତିଆରି କରାଗଲା ସେଇ ବଡ଼ ଗୋଲକର ବ୍ୟାସାର୍ଧ ବୁଝିଲା। ତାମାନେ ଏଇ ତିନୋଟି ଗୋଲକର ଆୟତନକୁ ଯଦି ଆମେ ମିଶେଇ ଦବା ତାହେଲେ ଏଇଟା ପାଇପାରିବା ବୁଝିଲା। ତାମାନେ ତିନୋଟି ଗୋଲକର ଆୟତନ ସମାନ ଏଇ ଗୋଟିଏ ବଡ଼ ଗୋଲକର ଆୟତନ। ତାହେଲେ ଆୟତନ ଫର୍ମୁଲା କଣ ଆମର वॉल्यूम ऑफ स्फीयर 4/3 पाई आर क्यू ये फॉर्मूला। तेणु प्रथमतः तीनोटी जाक 4/3 पाई अच्छा गोटे जिनस 4 पाई तो कम सबुथिरे आसीबो यार वॉल्यूम लिखला बेले यार वॉल्यूम लिखला बेले यार वॉल्यूम लिखला 4/3 पाई कॉमन नहीं जीवा तापर r1 रो क्यू प्लस r2 रो क्यू प्लस रो क्यू लिख परिबा इक्वल टू रे यार वॉल्यूम ए जे बड़ गोलक तार वॉल्यूम सहित समान हबो पाई आर क्यू देखो तो 4/3 पाई 4/3 पाई कटि जाओ लगे r1 प्लस r1 रो क्यू प्लस r2 रो क्यू प्लस r3 रो क्यू इक्वल टू r रो क्यू पाई परिबा r रो क्यू इक्वल टू r1 रो क्यू बदल रे 3 रो क्यू लिख परिबा प्लस r2 रो क्यू बदल रे 4 रो क्यू r3 रो क्यू बदल रे 5 रो क्यू लिख परिबा रो क्यू ताले 327 16 64 25 50 25 एक तो 5 9 7 16 6 रखना लिखो 6 2 8 10 11
216 ଟୁ 216 ରୁଟ୍ କ୍ୟୁବ୍ ତା ମାନେ ଏଟା 6 ଏଟା 6 ର କ୍ୟୁବ୍ ନା r ପାଇଲେ କେତେ 6 ଠିକ ହେଲା ପିଲାମାନେ ପିଲାମାନେ ଆଜିକାର ଲାଷ୍ଟ କ୍वेଶ୍ଚन ନେକ୍ସଟ କ୍ଲାସ ରେ ଆମେ ଏ ସବୁଥିର ଯୋଉ ସିଲିଣ୍ଡର ହେଲା କନ୍ ହେଲା କିମ୍ବା ସ୍ଫିୟର ହେଲା ଏ ସବୁଥିର କ୍वेଶ୍ଚନ ନେଇକି ଆସିବା ତେଣୁ ଇଏ ଆମର ଆଜିକାର ଲାଷ୍ଟ କ୍वेଶ୍ଚନ ଆଉ ପିଲାମାନେ ଆପଣମାନଙ୍କୁ ମୁଁ କହିଦେବା ପାଇଁ ଚାହେଁ ଯୋଉ ପିଲାମାନେ ଆମ ଚ୍ୟାନେଲ ସହିତ ଯୋଡି ହେଇ ଅଛନ୍ତି ସେମାନଙ୍କୁ ଅନୁରୋଧ ସେମାନେ କମେଣ୍ଟ କରନ୍ତୁ ଭଲ ଲାଗୁଥିଲେ ଲାଇକ୍ କରନ୍ତୁ ଏବଂ ସାଙ୍ଗସାଥି ମାନଙ୍କୁ ସେୟାର କରନ୍ତୁ ଆଉ ମୋର କିଛି ପର୍ସନାଲ ପ୍ରୋବ୍ଲେମ ପାଇଁ ମୁଁ କଣ୍ଟିନ୍ୟୁ କ୍ଲାସ କରିପାରୁନି ସେଥିପାଇଁ ଚେଷ୍ଟା କରିବି ପାରୁ ପର୍ଯ୍ୟନ୍ତ ଭିଡିଓ ପକେଇବା ପାଇଁ ତେଣୁ ସେଥିପାଇଁ ମୁଁ ବହୁତ ଦୁଃଖିତ ତେଣୁ ଚାଲନ୍ତୁ ତଥାପି ମୁଁ ଦିନେ ଦି ଦିନରେ ନିଶ୍ଚିତ ଭାବରେ ଆଣିବି ବାସ୍ତବନି ଆଉ 3D ର କ୍ଲାସ ଆଉ ଅଳ୍ପ ଆସିବ ଆଉ 2-3ଟା କ୍ଲାସ ଆସିବ ତାପରେ ଆମେ ପୁଣି ଟ୍ରିଗୋନୋମେଟ୍ରି ପଢିବା କି ଅନ୍ୟ କଣ ଟପିକ ପଢିବା ଦେଖିବା କଣ କରିବା ତାହେଲେ ଚାଲନ୍ତୁ क्वेश्चन नंबर 5 find the length of the wire converted by beating a copper sphere of radius 3 cm into wire of diameter 0.2 cm तब 3 सेंटीमीटर व्यासार्ध थिबा एक ताम्र गोलकକୁ ପିଟି 0.2 सेंटीमीटर व्यास थिबा एक तार परिणत କରାଗଲା ତେବେ ସେହି ତାରର ଲମ୍ବ କେତେ ତାହେଲେ ଇଏ ଗୋଟେ ସ୍ଫିୟର ତାର ବ୍ୟାସାର୍ଧ r କେତେ ଦେଇଛି 3 ସେଣ୍ଟିମିଟର ତାକୁ କଣ କରାଗଲା ଗୋଟେ ତାର ତିଆରି କରି ଦିଆଗଲା ଯାହାର ଡାୟାମିଟର ଦେଇଛି 0.2 ତାହେଲେ ତାର ରେଡିୟସ କଣ ହବ यार ଅଧା ତା ମାନେ 0.1 ହବ cm cm ତାହେଲେ ତା ମାନେ ଏଇ ଯୋଉ ସ୍ଫିୟର ଦେଇଛି ଏ ସ୍ଫିୟର ର ଭଲ୍ୟୁମ ଇକ୍ୱାଲ ଟୁ ଏଇ ଯୋଉ ତାର ଏଇ ତାରଟା ଗୋଟେ ମୁଁ କହିଛି ପିଲାମାନେ ତାର କିମ୍ବା କଏଲ ଏଗୁଡା ଗୋଟେ କଣ ସିଲିଣ୍ଡର ତାହେଲେ ଭଲ୍ୟୁମ ଅଫ ସ୍ଫିୟର ଭଲ୍ୟୁମ ଫର୍ମୁଲା କଣ 4/3 by r cube equal to cylinder volume by r square h ताले 4/3 पाए ए पाए पाए कटे जीवो 4/3 r cube by r cube ताले ये होचे स्फीयर ये होचे सिलेंडर ताले स्फीयर तार कितने रेडियस 3 सेंटीमीटर 3 क्यूब इक्वल टू 0.1 cm 1 रो क्यूब इनटू h लंबा पचारे ठीक अछि 4 इनटू 3 27 3 इक्वल टू 0.1 स्क्वायर 0.1 स्क्वायर पाई स्क्वायर h 0.01 हो तो h ताले 3 936 इक्वल टू रे 0.01 into h ताले h इक्वल टू 36 विभक्त रे 0.01 by 10 टा उड़े गले
ଦୁଇଟା ଶୂନ ଉପରେ ହେଇଯିବ ତାହେଲେ 3600 cm। କିନ୍ତୁ ଏଠି ମିଟର ଦେଇଛି ଆନ୍ସର, ତାହେଲେ ଆମେ ସେଣ୍ଟିମିଟରକୁ ଆମର ମିଟର କିପରି କନଭର୍ଟ କରିବା? ମୁଁ କହିଛି ପିଲା ମିଶିଆ ଟାଇମରେ କେମିତି, ତାମାନେ ସେଣ୍ଟିମିଟରରୁ ମିଟରକୁ ଯିବା ପାଇଁ ହେଲେ 1 ସେଣ୍ଟିମିଟର ସମାନ 1 ବିଭକ୍ତ 100 ମିଟର। ତାହେଲେ ଏତିକି ମିଟର ଏତିକି ସେଣ୍ଟିମିଟର ଅଛି ମାନେ ତାହେଲେ ବିଭକ୍ତର 100 ହେଇଯିବ, ଶୂନ ଶୂନ କଟିଯିବ, ତାହେଲେ 36 ମିଟର। ବୁଝିଲା, ଏଟା ହବ ଆନ୍ସର। ତାହେଲେ 1 cm ସମାନ ସରି 1 ମିଟର ସମାନ 100 ସେଣ୍ଟିମିଟର, ହଁ କି ନାହିଁ? ତାହେଲେ 36 ମିଟର। ଏ ଥିଲା ପିଲାମାନେ ଆଜିର କ୍ଲାସ। ତେଣୁ ଆପଣମାନଙ୍କ କ୍ଲାସ କିପରି ଲାଗୁଛି କମେଣ୍ଟ ତ କେହି କରୁନାହାନ୍ତି, ତଥାପି ମୁଁ ପିଲାମାନଙ୍କୁ ଅନୁରୋଧ କରୁଛି ଯୋଉ ପିଲାମାନେ ବି ଆମ କ୍ଲାସ ଦେଖୁଛନ୍ତି ନିଶ୍ଚିତ ଭାବରେ କମେଣ୍ଟ କରନ୍ତୁ। ତେଣୁ ଆଜିକା ପାଇଁ ବିଦାୟ ଦିଅନ୍ତୁ। ନେକ୍ସଟ କ୍ଲାସ ମୁଁ ନେଇକି ଆସିବି ଏ ଯୋଉ ସିଲିଣ୍ଡର, କନ୍ କିମ୍ବା କ୍ୟୁବ, କ୍ୟୁବଏଡ, 3D ର ଯେତେ ସବୁ ଆମେ ଟପିକ ପଢିଲେ ମାନେ କ୍ୟୁବ ବିଷୟରେ କିମ୍ବା କିବୋର୍ଡ ବିଷୟରେ, ସିଲିଣ୍ଡର କିମ୍ବା କନ୍, ସ୍ପେୟାର, ତାପରେ ଆସିଲା ଆମର ହେମିସ୍ଫିୟର, ଏସବୁ ବିଷୟରେ ଆମେ ଏକ ମିକ୍ସ କ୍ୱେଶ୍ଚନ ଗୋଟେ କି ଦିଟା ଆଣିବା, ତାପରେ ଚାପ୍ଟର କମ୍ପ୍ଲିଟ କରିବା। ନେକ୍ସଟ ଆମେ ଟ୍ରିଗୋନୋମେଟ୍ରି ପଢିବା କି ଆଉ କଣ ପଢିବା ଦେଖିବା। ତେଣୁ ବିଦାୟ ଦିଅନ୍ତୁ, ଜୟ ଜଗନ୍ନାଥ।